ଭୁବନେଶ୍ୱର ସହରର ଭିଡ଼ଭାଡ଼ ଓ ଶବ୍ଦରୁ କିଛି ଦୂରେ ଲୁଚି ରହିଛି ଗୋଟେ ଶାନ୍ତ ଓ ଆଧ୍ୟାତ୍ମିକ ସ୍ଥାନ, ଲବଣଗିରି ଜଗନ୍ନାଥ ମନ୍ଦିର। ପାହାଡ଼ ଉପରେ ଥିବା ଏହି ଛୋଟ ମନ୍ଦିରକୁ ଚଢ଼ିବା ସମୟରେ ଲାଗେ ସତେ ଯେପରି ଆମେ ସହରର କୋଳାହଳକୁ ପଛେ ଛାଡ଼ି ଦେଇ ଚାଲି ଆସି। ପବନରେ ଥାଏ ଏକ ଅଜଣା ଶାନ୍ତି ଏବଂ ପ୍ରତ୍ୟେକ ପାଦେ ପାଦେ ମନେ ପଡ଼େ ପ୍ରଭୁ ଜଗନ୍ନାଥଙ୍କ ମହିମା। ଆଉ ପାହାଡ଼ର ଚୂଡ଼ାରେ ପହଞ୍ଚିଲେ ଯୋଉ ଦୃଶ୍ୟ ଦେଖିବେ ସେଟା ସତରେ ବହୁତ ଅଦ୍ଭୁତ। ସାମ୍ନାରେ ଭୁବନେଶ୍ୱର ସହରର ସୁନ୍ଦର ଭିଉ, ଚାରିପଟେ ସବୁଜ ପ୍ରକୃତି ଏବଂ ମଧ୍ୟରେ ଶାନ୍ତ ଭାବରେ ବସିଛନ୍ତି ମୋ ପ୍ରଭୁ ଜଗନ୍ନାଥ। ସନ୍ଧ୍ୟାବେଳେ ଏଠାରୁ ସୂର୍ଯ୍ୟାସ୍ତ ଦେଖିବାର ଅନୁଭବ ମନକୁ ଛୁଇଁଯାଏ। ଲାଗେ ଯେପରି ପ୍ରକୃତି ଓ ଭକ୍ତି ଏଠାରେ ଏକା ସାଥିରେ ମିଶି ଯାଇଛନ୍ତି। ଯଦି ଆପଣ ଭୁବନେଶ୍ୱରରେ ଗୋଟେ ଶାନ୍ତ, ସୁନ୍ଦର ଓ ଆଧ୍ୟାତ୍ମିକ ଜାଗା ଖୋଜୁଛନ୍ତି, ତେବେ ଲବଣଗିରି ଜଗନ୍ନାଥ ମନ୍ଦିର ନିଶ୍ଚୟ ଥରେ ଯିବା। କେବଳ ଏହା ଏକ ମନ୍ଦିର ନୁହେଁ, ଏହା ହେଉଛି ଶାନ୍ତିର ଏକ